ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ବାସ୍ତୁ ସେସନ ଆରମ୍ଭ କରିବା। ଏ ବାସ୍ତୁ ସେସନ ର କ୍ରମରେ ଆମେ ଯୋଉ ସେ ସିରିଜ ଟି ଆରମ୍ଭ କରିଛେ, ସେ ସିରିଜ ର ଯୋଉ ଥିଲା ଯେ ବିଭିନ୍ନ ଦିଗରେ ଥିବା ଭୂଖଣ୍ଡ, ବିଭିନ୍ନ ବିଭିନ୍ନ ଦିଗ ମୁଖା ଭୂଖଣ୍ଡ, ଅଷ୍ଟ ଦିଗମୁଖୀ ଭୂଖଣ୍ଡ ଏବଂ ଗୃହର କିଭଳି ଭାବରେ ଆମେ ନିର୍ମାଣ କାର୍ଯ୍ୟ କଲାବେଳେ କୋଉ କୋଉ ଛୋଟ ଛୋଟ ଜିନିଷ ପ୍ରତି ଆମେ ଯଦି ଦୃଷ୍ଟି ରଖିବା, ତା ଦ୍ୱାରା ଆମେ କଣ ବେନିଫିଟ ପାଇବା, କଣ ଆମେ ବା, ଇଏ ପାଇବା, କୋଉ କୋଉ ଅସୁବିଧା ଗୁଡାକ ଆମେ ମାନେ ଚିର ଦିନ ପାଇଁ କି ସେ ବାସ୍ତୁରୁ ନିବାରିତ କରିପାରିବା, ସେ ବିଷୟରେ ଆମେ ସିରିଜ ଆରମ୍ଭ କରିଥିଲେ। ସେଇ କ୍ରମରେ ମୁଁ ଅଲରେଡି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସାରି ଦେଇଛି। ଆଜି ଆମେ ଆରମ୍ଭ କରିବା ଈଶାନ୍ୟ ଦିଗ ମୁଖୀ ଭୂଖଣ୍ଡ ଏବଂ ଗୃହ। ତାର ଯଦି ସେଇଭଳିଆ କିଛି ପ୍ଲଟ ଆମକୁ ମିଳେ ଯାହାର ମୁଖ ଈଶାନ୍ୟ କୋଣକୁ ଥାଏ, ଯାହାର ମୁଖ ଈଶାନ୍ୟ କୋଣକୁ ଥାଏ, ସେହି ସେହି ଦିଗମୁଖୀ ଭୂଖଣ୍ଡରେ କିଭଳି ଭାବରେ କଣ କଣ କିଭଳି ଭାବରେ ଆମେ ଷ୍ଟେପ ନେଇ ଆମେ ବାସ୍ତୁର ଟିପ୍ସ ଆଣ୍ଡ ଟ୍ରିକ୍ସ କୁ ଆପ୍ଲାଏ କରିବା ଘର ନିର୍ମାଣ କଲା ବେଳେ, ଯାହା ଦ୍ୱାରା କି ଆମେ ଘର ଥିବା ପର୍ଯ୍ୟନ୍ତ ଆମେ ତାର ସୁଫଳକୁ ଭୋଗ କରିପାରିବା ଏବଂ ଅଶୁଭ ଏବଂ ଯୋଉ ଖରାପ ଫଳ ଗୁଡାକୁ ଆମେ ଚିରଦିନ ପାଇଁ ନିବାରିତ କରିପାରିବା। ସେଇ କ୍ରମରେ ଆମେ ଈଶାନ୍ୟ ଦିଗ ଆରମ୍ଭ କରିବା। ସେ ଈଶାନ୍ୟ ଦିଗରେ ଆମେ ଜାଣିଛେ ଯେ ଈଶାନ୍ୟ ଦିଗର ଅଧିପତି ହଉଛନ୍ତି ବୃହସ୍ପତି ଦେବ, ଯେ କି ନୈସର୍ଗିକ ଶୁଭ ଗ୍ରହ, ସବୁଠୁ ଭଲ ଏବଂ ସବୁଠୁ ସୁଫଳ ନିଷ୍କାମ ଭାବରେ ଫଳ ଦେଲା ବାଲା ଶୁଭ ଗ୍ରହ। ଏବଂ ଦେବତା ହଉଛନ୍ତି ଈଶାନ ବା ଶିବ। ମୁଁ କହି ରଖେ ମହାଦେବଙ୍କର ପଞ୍ଚବକ୍ତ୍ର ମାନେ ପାଞ୍ଚଟା ଶିର ଭିତରୁ ଈଶାନ ହଉଛନ୍ତି ଜଣେ, ଯୋଉଠି କି ଜ୍ଞାନର ସୋର୍ସ ଆଉ ସବୁ ସୋର୍ସ ର ଜ୍ଞାନ ଯାହାଙ୍କ ପାଖରେ ସମ୍ମିଳିତ। ଆମେ ଯେତେବେଳେ ଜଗନ୍ନାଥ ମନ୍ଦିର ଯାଉ, ଈଶାନ ଦେବ ଅଛନ୍ତି ସେଠି, ଆମେ ତାଙ୍କ ପାଖରେ ଦୀପ ଜଳେଇକି ଯାଉ। ତ ଏହି ଦିଗଟା ଜଳ ତତ୍ଵର କାରକ। ଆମ ଶରୀରର ପ୍ରାୟ 80 to 90% ପାର୍ଟ ଜଳ ଉପରେ ନିର୍ଭର କରେ। ତେଣୁ ଈଶାନ୍ୟ କୋଣର ଜୀବନର ଗୁରୁତ୍ୱ ବହୁତ ଅଧିକ। ଯଦି ଏଇ ଦିଗରେ କୌଣସି ବାସ୍ତୁଦୋଷ ରହେ, ତେବେ ତାର ରିମେଡି କାମ କରେ ନାହିଁ। ଯଦି କୌଣସି ବାସ୍ତୁବିଦ କହେ ଯେ ଈଶାନ୍ୟ ଦିଗର ରିମେଡି ଦେଇକି ସେ ରିମେଡିକୁ ନିବାରିତ କରିଦେଲା, ବାସ୍ତୁଦୋଷକୁ ନିବାରିତ କରିଦେଲା, ସେଟା ଇମ୍ପସିବଲ, ସେଟା ହେଇପାରେନି। କୌଣସି ଶାସ୍ତ୍ରରେ ଈଶାନ୍ୟ ଦିଗ ଏବଂ ସାଉଥ ୱେଷ୍ଟ ଡିରେକ୍ସନ ର ବାସ୍ତୁ ରିମେଡି ନାହିଁ, ଯଦି ତମେ ପୁରା ଭାଙ୍ଗିକି ନୂଆ ଭାବରେ ନ କରିଛ ବାସ୍ତୁ ଅନୁସାରେ। ତେବେ ବାସ୍ତୁ କାହିଁକି ନାହିଁ? କାରଣ ବାସ୍ତୁ ପୁରୁଷଙ୍କର ମସ୍ତକ ମଧ୍ୟ ଏହି କୋଣରେ ଅବସ୍ଥିତ। କାଇଣ୍ଡଲି ରାଜଭାଇଙ୍କୁ ରିକ୍ୱେଷ୍ଟ କରିବି ସେ ବାସ୍ତୁ ପୁରୁଷଙ୍କର ସେଇ ଯୋଉ ଇମେଜ ଟିକୁ କାଇଣ୍ଡଲି ଦେଖେଇବେ, ଏବଂ ତାପରେ ବାସ୍ତୁ ପୁରୁଷଙ୍କର ଇମେଜ ଟା ରାଜବାବୁ ଦେଖେଇ ସାରିଲା ପରେ ଆପଣଙ୍କୁ ଆଉଥରେ ରିକ୍ୱେଷ୍ଟ କରିବି କି ସେ ଯୋଉ ଆପଣଙ୍କର ଯୋଉ ଚକ୍ରଟା ଆପଣ ଦେଖାନ୍ତି, ସେ ଚକ୍ରଟା ସର୍ବପ୍ରଥମେ ବାସ୍ତୁ ପୁରୁଷଙ୍କର ସେୟାର କରନ୍ତୁ। ସେଟା ହୁଁ। ଆମେ ଦେଖିବା, କାହିଁକି ନା ଏଟା ଈଶାନ୍ୟ ଦିଗ ମୁଖୀ ଭୂଖଣ୍ଡ ଆମେ ପଢଉଛେ। ତ ସମସ୍ତଙ୍କୁ ଗୋଟେ ଗୋଟେ ବ୍ରିଫ ଆଇଡିଆ ରହିବା ଦରକାର ଈଶାନ୍ୟ ଦିଗଟା କାହିଁକି ଏତେ ଇମ୍ପୋର୍ଟାଣ୍ଟ। ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଏଇ ଦିଗଟା ବହୁତ ହି ସମ୍ବେଦନଶୀଳ। ଯେଉଁ ଭୂଖଣ୍ଡର ରାସ୍ତା, ମୁଖ୍ୟ ରାସ୍ତା ବା ଯେଉଁ ଗୃହର ମୁଖ୍ୟ ରାସ୍ତା ଈଶାନ୍ୟ ଦିଗକୁ ଥାଏ, ତାହାକୁ ଆମେ ଈଶାନ୍ୟମୁଖୀ ଭୂଖଣ୍ଡ ବା ଗୃହ କହିଥାଉ। ତ ଏଇଟା ହେଲା ସବୁଠୁ ଭେରି ଭେରି ଇମ୍ପୋର୍ଟାଣ୍ଟ ଜିନିଷ ଈଶାନ୍ୟ ଦିଗ, ଯୋଉଟାକୁ ଇଂଲିଶରେ ଆମେ କହୁ ନର୍ଥ ଇଷ୍ଟ କର୍ଣ୍ଣର। ଏଉଠୁ ଆମର N8 ଜୋନ୍ ସରେ, N8 ଜୋନରେ ସରିକି E1 ଜୋନରୁ ଆରମ୍ଭ ହୁଏ। ତ ଏଇ ଦିଗର ଅଧିପତି ହଉଛନ୍ତି ଈଶାନ, ଯାହାଙ୍କୁ ଏଇ ଦିଗର ଯୋଉ ଜୋନ ଟା ଆରମ୍ଭ ହବା, ଇଏ ଟିକେ କାଇଣ୍ଡଲି ଦେଖିବ। ବାସ୍ ଏଇ ଦେଖନ୍ତୁ ବାସ୍ତୁ ପୁରୁଷଙ୍କର ହେଡ ଟା ଯୋଉ ପଟକୁ ରହିଛି, ସେଇଟା ହଉଛି ଈଶାନ ଦିଗ। ତେଣୁ ଏଇଟା କେତେ ମାତ୍ରାରେ ଇମ୍ପୋର୍ଟାଣ୍ଟ। ଏଇ ଦିଗରେ କୌଣସି ଏଇ ଦିଗଟାର ହେଡ ଯେହେତୁ ଈଶାନ ଦିଗକୁ ରହିଛି, ଯଦି ଏଇ ଦିଗରେ କୌଣସି ପ୍ରଭାବ ଥାଏ, ସେଟା ଘରର ସ୍ଵାମୀ ଏବଂ ଘରର ପୁତ୍ର ସନ୍ତାନ ମାନଙ୍କ ଉପରେ ଏବଂ ସମସ୍ତଙ୍କର ଚିନ୍ତା ଆଉ ଚେତନା ଉପରେ। ଯେହେତୁ ବାସ୍ତୁ ପୁରୁଷ ମୁଣ୍ଡ ନର୍ଥ ଇଷ୍ଟ ଦିଗକୁ ରହିଛି, ଏଇ ଦିଗର କିଛି ବି ଭଲ ହଉ ଚାहे ବି ଖରାପ ହଉ, ଏଇ ଦିଗର ସବୁତିକ ଇମ୍ପ୍ୟାକ୍ଟ ଘର ଗୃହ ସ୍ୱାମୀଙ୍କର ଏବଂ ଘର ଅନ୍ତବାସୀଙ୍କର ଡାଇରେକ୍ଟ ମେଣ୍ଟାଲିଟିକୁ ଆଫେକ୍ଟ କରେ। ଏଇଠି ଦେଖନ୍ତୁ, ଏଇ ଜାଗା ଏଇଠି ଦେଖନ୍ତୁ ଏନ୍ ଲେଖା ହେଇଛି, ଏନ୍ ଷ୍ଟାଣ୍ଡସ ଫର ନର୍ଥ, ଇ ଲେଖା ହେଇଛି, ଇ ଷ୍ଟାଣ୍ଡସ ଫର ଇଷ୍ଟ। ଏଇ ଦିଟାର ଠିକ ମିଡ ପଏଣ୍ଟ ହଉଛି ନର୍ଥ ଇଷ୍ଟ। ଠିକ ଅଛି ନା? ହଁ। ଏବେ ଦେଖନ୍ତୁ ନର୍ଥ ଇଷ୍ଟ ଯୋଉଠି ରହିଛି, ସେ ଦିଗ ଡିରେକ୍ସନ ଟାକୁ ଦେଖନ୍ତୁ ଆପଣ। ନର୍ଥ ଇଷ୍ଟ ଯୋଉ ଚକ୍ରଟାରେ ରହିଛି, ସେଇ ଯୋଉ ଦେଖନ୍ତୁ
ଆପଣଙ୍କର 31-35 ଡିଗ୍ରୀ ରୁ ଆରମ୍ଭ କରିକି 55-56 ଡିଗ୍ରୀ ଭିତରେ ଯେତିକି ଡିଗ୍ରୀ ଅଛି ସେଇ ଭିତରେ ନର୍ଥ ଇଷ୍ଟ ର ଡିରେକ୍ସନ ଟା ରହିଛି। ଐଶାନ୍ୟମୁଖୀ ଭୂଖଣ୍ଡରେ ଘର ନିର୍ମାଣ କଲେ ଘରର ମୁଖ୍ୟ ଦ୍ୱାର ପୂର୍ବ ଐଶାନ୍ୟ କିମ୍ବା ଉତ୍ତର ଐଶାନ୍ୟ ଦିଗରେ ବାସ୍ତୁଶାସ୍ତ୍ର ମୋଦିତ ସ୍ଥାନରେ କରିପାରିବେ। ଏଭଳି ଯଦି ଗୃହର ଦକ୍ଷିଣ ଦିଗରେ ଦ୍ୱାର କରିବା, ଯଦି ଏଇଭଳିଆ ପ୍ଲଟର ଘରର ଦକ୍ଷିଣ ଦିଗରେ ଦ୍ୱାର କରିବାକୁ ଆବଶ୍ୟକ ହୁଏ, ତେବେ ମୁଖ୍ୟ ଦ୍ୱାର ଠାରୁ ସାମାନ୍ୟ ଉଚ୍ଚ କରିବା ଶୁଭପ୍ରଦ। ପଶ୍ଚିମ ଦିଗରେ ଦ୍ୱାର କଲେ ମୁଖ୍ୟ ଦ୍ୱାର ଠାରୁ ସାମାନ୍ୟ ଉଚ୍ଚ କରିବା ଆବଶ୍ୟକ। ପଏଣ୍ଟ ନମ୍ବର 2 ହେଲା, ଗୃହର ଚତୁଃପାର୍ଶ୍ୱରେ ପଶ୍ଚିମ ଅପେକ୍ଷା ପୂର୍ବରେ ଓ ଦକ୍ଷିଣ ଅପେକ୍ଷା ଉତ୍ତର ଦିଗରେ ଅଧିକ ଖାଲି ସ୍ଥାନ ଛାଡିବା ଉଚିତ। ଘର ନିର୍ମାଣ କରିସାରିଥିଲେ ଶୀଘ୍ର ଉପର ମହଲା ଘର କିପରି ପୂର୍ବ ଉତ୍ତର ପଟେ ବାଲକୋନି କରିବେ ସେଇଭଳି ଭାବରେ ସ୍ଥାନ ରଖିବା ଆବଶ୍ୟକ। ଏହା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବାସ କରେ। ଐଶାନ୍ୟମୁଖୀ ଗୃହର ମୁଖ୍ୟ ରାସ୍ତାର ପୂର୍ବ ଦିଗରେ ମାର୍ଗ ବେଧ ହେଲେ, ମାନେ ମାର୍ଗ ଯଦି ଷ୍ଟପ୍ ହେଇଗଲା ତାହେଲେ ସୁଫଳ ମିଳିଥାଏ। ଗୃହର ସ୍ୱାମୀ ପ୍ରସିଦ୍ଧି ଲାଭ କରନ୍ତି। ରାସ୍ତାର ଉତ୍ତର ଦିଗରେ ମାର୍ଗଭେଦ ହେଲେ ଗୃହସ୍ୱାମୀ ଅତୁଳ ସମ୍ପତ୍ତି ଲାଭ କରନ୍ତି। ତାପରେ ଐଶାନ୍ୟମୁଖୀ ଭୂଖଣ୍ଡର ଢାଲୁ ପୂର୍ବ ଦିଗକୁ ଥିଲେ ବା ସ୍ଲୋପ ଟା ଯଦି ପୂର୍ବ ଦିଗକୁ ଥାଏ, ଗୃହର ପୁରୁଷ ଓ ଉତ୍ତରକୁ ଢାଲୁଥିଲେ ଗୃହର ନାରୀ ମାନେ ଉନ୍ନତି କରନ୍ତି। ପୂର୍ବରୁ ଏପରି ନଥିଲେ ମାଟି ପକାଇ ଉତ୍ତର କିମ୍ବା ପୂର୍ବକୁ ଯଦି ସ୍ଲୋପ କରିଦିଆଯିବ ତାହେଲେ ସେମାନେ ବହୁତ ଭଲ ପଜିଟିଭ ରେଜଲ୍ଟ ପାଇବେ। ଘରର ମେଜିଆ ମଧ୍ୟ ଏଇଭଳି ଭାବରେ କରିବା ଉଚିତ। କିଭଳି ଭାବରେ ନା, ଘରର ମେଜିଆ କୁ ଉତ୍ତର ଦିଗକୁ ଢାଲୁ କରିବା ଉଚିତ, ମାନେ ସ୍ଲୋପ କରିଦେବ। ଉତ୍ତର ଦିଗକୁ ସ୍ଲୋପ, ଉତ୍ତର ଦିଗଟା ଟିକେ ଡାଉନ ହବ ଏବଂ ପୂର୍ବ ଦିଗଟା ଟିକେ ଡାଉନ ହବ। ଐଶାନ୍ୟମୁଖୀ ଭୂଖଣ୍ଡର ଘରର ସମ୍ମୁଖ ଭାଗ ନିଚ ହେଲେ ଧନ ସମ୍ପତ୍ତି ଦାୟକ ହୋଇଥାଏ। ଐଶାନ୍ୟମୁଖୀ ଘରର ଯଦି ଘରୁ ବାହାରୁ ବାହାରୁ ତାର ଯୋଉ ମେନ୍ ଏଣ୍ଟ୍ରାନ୍ସ ର ପାର୍ଟ ଟା ଯଦି ଟିକେ ଡାଉନ ରହିଲା ତାହେଲେ ଘର ଧନ ସମ୍ପତ୍ତି ଦେଇଥାଏ। ଏବଂ ଐଶାନ୍ୟମୁଖୀ ଭୂଖଣ୍ଡର ବିସ୍ତାର, ମାନେ ଐଶାନ୍ୟମୁଖୀ ଭୂଖଣ୍ଡ ଟା ଯଦି ପୂର୍ବକୁ ବିସ୍ତାରିତ ହେଇଥାଏ, ପୂର୍ବରେ ଖାଲି ଜାଗା ଥାଏ, ତାହେଲେ ବାସ୍ତୁଶାସ୍ତ୍ର ଅନୁସାରେ ଏଇଭଳିଆ ଭୂଖଣ୍ଡରେ ବାସ କଲେ ଧନ ଯଶ ଓ ଧର୍ମ ବି ଅର୍ଜନ ହୁଏ। ଐଶାନ୍ୟମୁଖୀ ଗୃହରେ ବ୍ୟବହୃତ ଜଳ ଐଶାନ୍ୟ କୋଣ ଦେଇ ବାହାରକୁ ଆସିଲେ ବଂଶ ବୃଦ୍ଧି ହେବା ସହିତ ଐଶ୍ୱର୍ଯ୍ୟ ଲାଭ କରାଇଥାଏ। ଐଶାନ୍ୟମୁଖୀ ଗୃହର ପୂର୍ବର ଅତି ଉଚ୍ଚା କୋଠା କିମ୍ବା ପର୍ବତ ଥିଲେ ଗୃହ ସ୍ୱାମୀ କିମ୍ବା ବଡ ପୁଅ କୌଣସି କଠିନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଇଟା ମୁଁ ଅଲରେଡି ପାହାଡ ପଢେଇଲା ବେଳେ ଆପଣ ମାନଙ୍କୁ କହିଦେଇଛି, ସେଇ ଯୋଉ ପାହାଡର ଯୋଉ ପ୍ରାକୃତିକ ପରିବେଶ, ଇମ୍ପାକ୍ଟ ଅଫ ହିଲ୍, ଇମ୍ପାକ୍ଟ ଅଫ ହଁ। ପିଟ୍, କୋଉ କୋଉ ଦିଗରେ ରହିଲେ କଣ ହବ, ଏଇଟା ଆମେ ଅଲରେଡି ସେସନ ନେଇଯାଇଛୁ। ଆପଣ ମାନେ ପ୍ଲେ ଲିଷ୍ଟକୁ ଯାଇ ଦେଖିପାରିବେ। ଐଶାନ୍ୟମୁଖୀ ଗୃହର ନୈଋତ୍ୟ କୋଣ ପଟରେ କୌଣସି ଗର୍ତ୍ତ ଥିଲେ ଅଶୁଭ ଫଳ ଦେଇଥାଏ। ମାନେ ନର୍ଥ ୱେଷ୍ଟ, ତାର ଠିକ ଅପୋଜିଟ ପାର୍ଟ ଟା ହଉଛି ନର୍ଥ ଇଷ୍ଟ। ଏଇଟା ଆମର ନର୍ଥ ଇଷ୍ଟ ହେଲା ଆଜ୍ଞା, ଏଇଟା ନର୍ଥ ଇଷ୍ଟ। ଯଦି ଏଇପଟେ ଗର୍ତ୍ତ ରହିଲା, ତାକୁ ଯଦି ପିଟ୍ ଗୋଟେ ରହିଲା, ବହୁତ ଖରାପ ଫଳ ଦେଇଥାଏ। ଐଶାନ୍ୟମୁଖୀ ଗୃହର ସମ୍ମୁଖରେ ଅଳିଆ ଆବର୍ଜନା ଗଦା ଥିଲେ ଶତ୍ରୁ ବୃଦ୍ଧି ଓ ଚରିତ୍ର ହାନି ହୋଇଥାଏ। ମୁଁ ଅଲରେଡି ଐଶାନ୍ୟ ଦିଗ ଉପରେ ଗୋଟେ ଭିଡିଓ ଆମେ କରିଦେଇଛୁ ଯେ ଐଶାନ୍ୟ ଦିଗର ଯଦି ଦୋଷ ଥାଏ କଣ କଣ ହୁଏ। ମୁଁ ଆ ଉପରେ ଅଧିକ ଆଲୋଚନା ଏଇଥିପାଇଁ କରିବାକୁ ଚାହୁଁନି, କାରଣ ଅଲରେଡି ମୁଁ ଆଲୋଚନା କରିଦେଇଛି ଯଦି ଐଶାନ୍ୟ ଦିଗରେ ଦୋଷ ଥିଲେ ତ କଣ ଅସୁବିଧା ହୁଏ, କଣ କଣ କିଭଳି ଭାବରେ ଅସୁବିଧା ହେଇଥାଏ। ଆପଣ ସେ ଭିଡିଓଟିକୁ ଯାଇ ଆରାମସେ ଦେଖିପାରିବେ। ତେଣୁ ଆଜିର ସେସନରେ ଆମେ ଜାଣିଲେ ଐଶାନ୍ୟମୁଖୀ ଭୂଖଣ୍ଡର ଯେତେବେଳେ ଆମେ ନୂଆ ଘର ତିଆରି କରୁଛୁ, ନୂଆ ପ୍ଲଟ ବନଉଛୁ, ନୂଆ ପ୍ଲଟରେ ଘର ଆରମ୍ଭ ନିର୍ମାଣ କରୁଛୁ, କାର୍ଯ୍ୟ କରୁଛୁ, ଯୋଉ ପ୍ଲଟର ମୁଖ ଈଶାନ୍ୟ ଦିଗକୁ ଥିବ ଏବଂ ଯୋଉ ଘରର ମୁଖ ଈଶାନ୍ୟ ଦିଗକୁ ଥିବ, କରିବାକୁ ଯଦି ଯାହାର କାହାର ଇଚ୍ଛା ଥାଏ, ଯୋଉଥିରେ କି ଧନ ଐଶ୍ୱର୍ଯ୍ୟ ଏବଂ ଧର୍ମ ମଧ୍ୟ ଅର୍ଜିତ ହୁଏ, ତାହେଲେ ସେ ଯଦି ଏଇଭଳି ଭାବରେ କିଛି ଷ୍ଟେପ ନେଇକି ନୂତନ ଘର ନିର୍ମାଣ କରେ, ତାହେଲେ ବାସ୍ତୁଶାସ୍ତ୍ର ବାସ୍ତୁ ଅନୁମୋଦିତ କର୍ମ କରେ, ତାହେଲେ ନିଶ୍ଚିତ ଭାବରେ ସିଏ ଉନ୍ନତ ଫଳର ଅଧିକାରୀ ହେଇପାରିବ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।